ଏବେ ବି ସେମିତି ଅଛି ଟିକେ ବି ହେଲେ ଚେଞ୍ଜ ହେଇନି ଜମା ବଦଳିନି ଏଇଆ ତ ଓ ମ୍ୟାଡାମ ତମେ ତ ନୂଆ ଲାଇଫ ପାର୍ଟନର ପାଇଗଲ ମୋ ଲୁଜର ପଏଣ୍ଟ ଗୁଡା କଲେକ୍ଟ କରିଛ କଣ ମୋ ଡାଲିଙ୍କୁ ଜଣେଇବା ପାଇଁ ନା କଣ ଆରେ ତୁ ୟା ଭିତରେ ତୋ ଡାର୍ଲିଂ ବି ପଠେଇ ସାରିଲୁଣୁ ଆରେ ସେଟ୍ ମାନେ ସବୁ ସରିଲାଣି ଖାଲି ଟେକି ଆଣି ବାହା ହେବାକୁ ବାକି ଅଛି ଆଚ୍ଛା ମ୍ୟାଡାମ ତମ ବାହାଘର ପରଠାରୁ ମୁଁ ଏଠୁ ଆସିନି କି ତମ ବାହାଘର ଇନଭାଇଟ୍ କାର୍ଡ କଣ ଗୋଟେ ପଠେଇନୁ ଆଚ୍ଛା ତମ ରାଜକୁମାର ଜଣକୁ ଦେଖିବ କାହା ପରି ମୋ ପରି ନା ଟିକେ ହଟକେ ସେ ବହୁତ ବଡ଼ ଲୋକ ଆଚ୍ଛା ତାଙ୍କର ବାଙ୍ଗାଲୋର ଆଉ ମୁମ୍ବାଇରେ ବିଜନେସ୍ ଚାଲିଛି ଏପର୍ଯ୍ୟନ୍ତ ହେଲାଣି ତାଙ୍କ ଘରକୁ ଇନଫର୍ମେସନ ଦିଆହେଇନି ତ ସେଥିପାଇଁ ଏଇଠି ରହିବାକୁ ପଡୁଛି ଆରେ ବା ମାନିବାକୁ ପଡିବ ତତେ ପୁରା ଲାଗି ପଡି ପଠେଇଛୁ ଆଉ ଯାହା କହ ତୋ ଭାଗ୍ୟ ପୁରା ତେଜ ଅଛି କଣ କହିଲୁ ଲାଗି ପଡି ପଟେଇଛି ଆଉ ମୁଣ୍ଡ ଗୁଡା କାମ ଦଉନି କେବେ ବି ହେଲେ ତୁ ଆଉ ଚେଞ୍ଜ ହବୁ ସବୁବେଳେ ହେଇ ଆସିଗଲୁ ଯାହା କଥା କହୁ ଆସିଗଲୁ ଇଏ ହେଲେ ମୋ ପତି ପରମେଶ୍ୱର ଏବେ କଣ ଡାଉଟ୍ କ୍ଲିୟର ହେଲା ତ ଆରେ ପ୍ରୀତି ଡାଉଟ୍ କ୍ଲିୟର ହବ କଣ ମୁଁ ତ ଫୁଲ ଡାଉଟରେ ପଡିଗଲି ଆଉ ତମେ କଣ ଦେବକୁ ଆଗରୁ ଜାଣିଛ ଏମିତି ବାଟରେ ଘାଟରେ ଦେଖା ଦେଖି ନା କଣ ସାର୍ ମୁଁ ଠିକ କହିଲି ନା ହଁ ଠିକ କହୁଛୁ ଦେବୁ ଏତେ ଦିନ ମିଶିଲା ଭିତରେ ତୁ ତୋ ପରିବାର କଥା ତ କେବେ କିଛି କହିନୁ କଣ କହିବି ପ୍ରୀତି ତୁମ ସାର୍ଙ୍କ ପରି ଆମର କୋ ହାଇ ଷ୍ଟାଟସ୍ କି ଆମେ ହଉଛି ତଳ ଶ୍ରେଣୀର ମଣିଷ ବଡ ଭାଇ ରିକ୍ସା ଚଲାନ୍ତି ଘରେ ଭାଉଜ ପୁତ୍ରା ଆଉ ମୋ କଥା ତୁ ତ ସବୁ ଜାଣିଛୁ ଯା ହଉ ଦେବୁ ତୋର ଏଇ ସତ କହିବା ନୀତିଟା ନା ମତେ ଭାରି ପସନ୍ଦ ଲାଗେ ଆରେ ଲୋକ ଗରିବ ପଣିଆକୁ ଲୁଚାନ୍ତି ଆଉ ବାହାରେ ହାଇ ଷ୍ଟାଣ୍ଡାର୍ଡର କଥା କୁହନ୍ତି କିନ୍ତୁ ତୁ କେତେ ଦିନ ପ୍ରୀତି କେତେ ଦିନ ମିଛ କହି ଲୋକମାନଙ୍କୁ ଅନ୍ଧାରି ଭିତରେ ରଖିପାରିବି ଦିନେ ନା ଦିନେ ଧରା ପଡିବା ନା ନା କଣ ସାର୍ ମୁଁ ଠିକ କହିଲି ନା Yes, absolutely right. ଆଚ୍ଛା ପ୍ରୀତି ସାର୍ ଘର ଆସିବାଟା ବହୁତ ଦେରି ହବ ମୁଁ ଆସୁଛି ପରେ କେତେବେଳେ ଆସିବି ଆରେ ମଝିରେ ମଝିରେ ଆସୁଥିବୁ ସିଓର ସେ କଥା କଣ କହିବାକୁ ପଡିବ ଆସୁଛି ବାଏ